ତମ ବୁଝିବା ତାର କଜେସଟା କଣ ପାଇଁ ରେନେସା ହେଲା, ରେନେସା କାହିଁକି ତାକୁ ମାନେ କାହିଁକି ତାକୁ ରେନେସା କୁହାଗଲା ସେଟା ଦେଖିବା, ଆଉ ଏଟା କାହିଁକି ହେଇଥିଲା ତା ରିଜନ, ଏଇ ସବୁ କଜେସ ରହିଲା। ଯେ କନଷ୍ଟାଣ୍ଟିନୋପଲ ର ପତନ ବା ଫଲ ହେଲା, ନୂତନ ପ୍ରିଣ୍ଟିଂ ପ୍ରେସ ର ଆବିଷ୍କାର ହେଲା, ଯଥା ଧର୍ମ ଆଡକୁ ମନ ବଦଳେଇବା ଡାଇଭର୍ଟ ହେବା, ତାପରେ ନୂତନ ଚିନ୍ତାଧାରା, ଏଇ ସବୁ ଜିନିଷ ପାଇଁ ଏଇ ସବୁ ଏଇ ସବୁ ଜିନିଷ ପାଇଁ କଣ ହେଲା ନା ଇଟାଲୀରେ ରେନେସା, ସାଧାରଣତଃ ଇଟାଲୀରେ ରେନେସା ପୂର୍ବରୁ ଆମେ ଯଦି କହିବା ଗ୍ରୀକ ର ଲୋକମାନେ ମାନେ କୋଉଠି ରହୁଥିଲେ, କନଷ୍ଟାଣ୍ଟିନୋପଲରେ ରହୁଥିଲେ। ଯଦି ସାଧାରଣ ଏଟା ଲିଭିଦେବି ଲେଖିଦିଅ ଫଟୋ ଫଟୋ ଉଠେଇନି ଫାର୍ଷ୍ଟ ରହିଲା ତମର 15th century, ତମେ ହେଇଥିଲା 15th century, ତାପରେ ରହିଲା ପ୍ଲେସ ରହିଲା ଇଟାଲୀ, ଇଟାଲୀ ହେଇଥିଲା। ଥିମ୍ ତାଙ୍କର କଣ ଥିଲା, କାହିଁକି କଣ କୋଉ ଇଏରେ ନବଜାଗରଣ ଆସିଥିଲା ନା ନୂତନ ଡେଭଲପମେଣ୍ଟ ଆସିଲା, ନ୍ୟୁ ଡେଭଲପମେଣ୍ଟ କଲଚର, ଟ୍ରାଡିସନ, ହବ literature, ଏଇ ସବୁ କ୍ଷେତ୍ରରେ କଣ ଆସିଥିଲା, ହଁ ଥିମ୍ ରେ ତାଙ୍କର ମେନ୍ ଯୋଉଥିରେ ଚେଞ୍ଜେସ ହେଲା ସେଟାକୁ ଇଫେକ୍ଟ ବୋଲି ମାନେ ତମେ ସେଟା ଥିମ୍ ବୋଲି ମାନେ ଏଇ ସବୁ ଜିନିଷ ଉପରେ ବେଶୀ ଫୋକସ କରାଗଲା, ବୁଝିପାରିଲ। ଏବଂ ଆମେ ଯଦି ଦେଖିବା ତ ରିଫର୍ମ କୋଉଟା ଆସିଛି, ଦେଖ ରିଫର୍ମ କୋଉଥିରେ ଆସିଲା, ସଂସ୍କାର କୋଉଥିରେ ଆସିଲା, ଏଇ ସବୁ ଜିନିଷ ତ ନୂତନ କରିକି ତିଆରି କରାଗଲା। ଯୋଉ ଚର୍ଚ୍ଚ ଯୋଉ ଆମର ଖ୍ରୀଷ୍ଟିଆନ ମିଶନାରୀ ମାନେ ଥିଲେ, ଯୋଉ ବାପ୍ଟିଷ୍ଟ ଥିଲେ, ଯୋଉଟା କି ଆମେ କ୍ଲର୍ଜି ବୋଲି କହୁଛୁ, ସେ କ୍ଲର୍ଜି ମାନେ ତାଙ୍କ ହିସାବରେ କଣ କରୁଥିଲେ, ଲୋକମାନଙ୍କ ମାଇଣ୍ଡ ରଖିଥିଲେ ଯେ ଭଗବାନ ଯାହା କହୁଛନ୍ତି, ଖ୍ରୀଷ୍ଟିଆନ ମାନେ ଯୀଶୁ ଯାହା କହୁଛନ୍ତି ସେଇଟାକୁ ତମକୁ ନେଇକି ଚଳିବାକୁ ପଡିବ, ଯେହେତୁ ସୁପରଷ୍ଟିସନ ହେଲା, ଡିଫରେଣ୍ଟ କାଇଣ୍ଡ ଅଫ ସୁପରଷ୍ଟିସନ ତମ ମୁଣ୍ଡରେ ରଖିକି ଯିବାକୁ ପଡିବ। ଯାହାଦ୍ୱାରା ଯୋଉ ଅନ୍ଧବିଶ୍ୱାସ ଗୁଡିକ ଥିଲା, ଲୋକମାନେ କଣ କଲେ, ସେ ଅନ୍ଧବିଶ୍ୱାସରେ ଚଳୁଥିଲେ। ବଳି ପ୍ରଥା ଅଛି ହେଲା, ବଳି ଦେଇଦିଅ, ଆମର ଯଦି ମୁଁ ଯଦି କହିବି ନର୍ମାଲି ଭାରତରେ ବଳି ପ୍ରଥା ଯେକୌଣସି ପୂର୍ବରୁ କଣ ଥିଲା, ମେରିଆ ସିଷ୍ଟମ ଥିଲା, ତମେ ଜାଣିନ ମେରିଆ ଆଗକୁ ମେରିଆ ମାନେ ହଉଛି ଜମି ପାଇଁ ଚାଷ କରାଯାଉଥିବା ଗୋଟେ ଆଗରୁ ହଉଥିଲା, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଏଇ ସବୁ ଅଞ୍ଚଳରେ ହଉଥିଲା। ଗୋଟେ ଅନ୍ୟ ଗାଁର ଲୋକକୁ ନେଇକି ଆସିବେ, ତାକୁ କିଛି ଦିନ ନ ଖାଇକି ରଖିବେ, ମାନେ ଖାଇବାକୁ ଦେବେନି, ଗୋଟେ ରୁମ ଭିତରେ ତାକୁ କଣ କରିବେ, ଆଜ ଏ ପ୍ରିଜନର ଟାଇପ ତାକୁ ରଖୁଥିଲେ ହେଲା, ବନ୍ଦୀ ଭାବରେ ତାକୁ ରଖୁଥିଲେ। ପରବର୍ତ୍ତୀ ସମୟରେ ତାକୁ ଯୋଉଦିନ ବଳି ପକାଯିବ, ବଳି ତ ନୁହେଁ କହିଲେ ତମକୁ ବି କଷ୍ଟ ଲାଗିବ, ତାକୁ କଢାଯିବ, ତାକୁ ମାରିବା ପୂର୍ବରୁ ତାକୁ ଭଲସେ ଖାଇବାକୁ ଦେବେ, ତାକୁ ଗାଧେଇବେ, ସବୁ କିଛି କରାଇଦେବେ, ତାକୁ ବିଲକୁ ନେଇକି ଯିବେ, ଗୋଟେ ଖୁଣ୍ଟରେ ବାନ୍ଧିଦେବେ ହେଲା। ତାଙ୍କର ଜାଣି ଜାଣି ଯିଏ ରହିବ, ତାଙ୍କର ମେନ୍ ହେଲା ମେରିଆ ମାନଙ୍କର, ସେଇମାନେ ଆସିବେ, ପ୍ରଥମେ ସେ କଣ କରିବ, ଛୁରୀରେ ତାର ଗୋଟେ ହାତର କିଛି ଅଂଶ ତାର କାଟିବେ, ବ୍ଲଡ ନେଇକି ଯିବେ, ଆଉ କିଛି ଲୋକ ଆସିବ, କିଏ ତାର ହାତ, କିଏ ତାର ଗୋଡ, କିଏ ତାର ପିଠିରୁ, କିଏ ତା ଆଖି ଉପାଡି ଦବ, ସେ ଲୋକ ମରିଛି ମରିନି, ବଞ୍ଚିକି ରହିଛି, ତାକୁ ଜିଅନ୍ତେ ଏଇ ସବୁ ଇଏକୁ ତାକୁ କୁହାଯାଉଥିଲା ମେରିଆ। ନର୍ମାଲ ଦେଖ ଗର୍ଲ ଇନଫାଣ୍ଟିସାଇଡ୍ ମାନେ ଆମର ଶିଶୁ ମୃତ୍ୟୁ ହାର ଯୋଉ ରହିଲା, ତ ଏଇ ସବୁ ଜିନିଷ ଥିଲା ଗୋଟେ ଗୋଟେ କଣ ମାନେ ତମର ଅନ୍ଧବିଶ୍ୱାସ ହିସାବ, ଯେ କାହାକୁ ଯଦି ବଳି ପକା ହବ ତାହେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି, କାହାକୁ ଯଦି ବଳି ପକାଯାଏ ତାହେଲେ ଭଲ ଚାଷ ହୁଏ, ହେଲେ ଏସବୁ କଣ ଗୋଟେ ଗୋଟେ ଅନ୍ଧବିଶ୍ୱାସ। ବିଲେଇ ରାସ୍ତା ଡେଇଁଲେ ଅଶୁଭ ହେଲା, ତାହେଲେ ଯାହା ଘରେ ବିଲେଇ ଅଛି ହଁ ତାଙ୍କର ଭଲ ହୁଏ। ତାହେଲେ ରିଫର୍ମ କଣ ଆସିଲା, ଚର୍ଚ୍ଚ ଟୁ ସାଇନ୍ସ, ଚର୍ଚ୍ଚର ଲାଇଫ ଲେଖିଦଉଛି,
ଚର୍ଚ୍ଚକୁ ସାଇନ୍ସ, ସେ ଚର୍ଚ୍ଚର ନୀତିମୟ ଜୀବନ ଯାପନକୁ ବାଦ ଦେଇକି ସେମାନେ କୋଉଠି ପଳେଇ ଆସିଲେ, ବିଜ୍ଞାନ ଯୁଗକୁ ପଳେଇ ଆସିଲେ। କାହିଁକିନା ସବୁ କିଛି ପଛରେ ସେମାନେ ସାଇଣ୍ଟିଫିକାଲି ରିଜନ ପଚାରୁଛନ୍ତି। କୁହାଯାଏ ଯେ ସନ୍ଧ୍ୟାବେଳେ ତମକୁ ଚୁଟି ଖୋଲିକି ବୁଲିବୁ, ତାର ବର୍ତ୍ତମାନ ଆମର ତ କାହିଁକି ପଳେଇ ଆସିଲା, ଟେକ୍ନୋଲୋଜି ପୁରା ପଳେଇ ଆସିଲା। ତାହେଲେ ସବୁ କ୍ଷେତ୍ରରେ ଆମକୁ କଣ କରିବାର ଅଛି ନା ଟେକ୍ନୋଲୋଜି ଉପରେ ବିଶ୍ୱାସ କରିବାର ଅଛି। ସବୁ କ୍ଷେତ୍ରରେ ଆମକୁ ବିଜ୍ଞାନ ଉପରେ ଭରସା କରିବାର ଅଛି। ଆମର ଯଦି କୌଣସି କ୍ଷେତ୍ର ଆମେ ଯଦି ଛୁଟି ଖୋଲିକି ଯାଉଛେ, ସନ୍ଧ୍ୟାବେଳେ କାକର ପଡେ, ଇଏ ହୁଏ, ସେଥିରେ ଥଣ୍ଡା ହୁଏ, ଭାରି ହେଇଯାଏ, ଚୁଟି ଅଧିକ ଥିବ, ସାଇଣ୍ଟିଫିକ ରିଜନ କୁ ଆସ, ଘରେ ଯାଇ ଡ୍ରାୟର ମାରିଦବୁ ନା ଠିକ ହେଇଯିବ। ଭୂତ କଣ ମାନେ ଭୂତ ଧଳା କପଡା ପିନ୍ଧିକି ଆସିଥିଲା, ସେ ଆଖେ ପାଇଲା କୁଆଡେ ଧଳା, କୁଆଡୁ ପାଇଲା କପଡା, କୋଉଠି କପଡା ପାଇଲା ସେ, ଭୂତ କୋଉଠୁ କିଣିଲା, କୋଉ ସପିଂ ମଲ୍, କୋଉ ସପିଂ ମଲ୍, ଉପରେ ଲେଖିଛ ତ, ଅର୍ଥ କଣ, ଅର୍ଥ ହଉଛି ନୂତନ ଜନ୍ମ, ନୂତନ ଜନ୍ମ ବୋଲି କହ, ମାନେ ମରିକି ଆଉ ଥରେ ଜନ୍ମ ହେବା। ଯୋଉ ଜିନିଷଟା ଆଗରୁ ଥିଲା, କେହି କଣ କଲେ ତାକୁ ସପ୍ରେସ, ଆମେ କହିବାକୁ ଗଲେ ଆମେ ଯଦି କଣ କରିବା ସ୍କୁଲ କରିଦବା, ହେଲା, ତାକୁ ପୁଣି ଛାଡ, ତ ପୁନର୍ବାର ତା ସାଇଜକୁ ପଳେଇବା। କଣ ହଉଥିଲା, ଅଜସ୍ର ଲେଖିଥିଲେ ଯେ ଫଲ କନଷ୍ଟାଣ୍ଟି, ଯେତେବେଳେ ମୁଁ ଏଇଟା ପର୍ଟିକୁଲାର କୋଉଠି କନଷ୍ଟାଣ୍ଟିନୋପଲ ଫାର୍ଷ୍ଟ ଗ୍ରୀକ ମାନେ ଅଧିକ ଥିଲେ, ଖ୍ରୀଷ୍ଟିଆନ ଲୋକ ଥିଲେ, ତା ସହ ଗ୍ରୀକ ଲୋକ ଅଧିକ ଥିଲେ। ଗ୍ରୀକରେ ଭାଷା, ଗ୍ରୀକର ଚାଲିଚଳନ ସବୁ କିଛି ସେମାନେ କଣ କରିଥିଲେ ଆପଣେଇ ନେଇଥିଲେ। ଗ୍ରୀକର ଅତ୍ୟଧିକ ଭାବରେ ମାନେ ହାଇଲି ଯୋଉ ସେମାନେ କଣ କରୁଥିଲେ, ଗ୍ରୀକର ବହି ତାଙ୍କର ନଲେଜ ଟାକୁ ସେଇଠି ପୁରା ରଖିଦେଇଥିଲେ, କୋଉଠି କନଷ୍ଟାଣ୍ଟିନୋପଲରେ। କନଷ୍ଟାଣ୍ଟିନୋପଲ ଟା କୋଉଠି ଅଛି, ପ୍ରେଜେଣ୍ଟ ଟାଇମ ର ସ୍ଥାନ ହେଲା, ସ୍ଥାନପୁର ସେଇ ଅଞ୍ଚଳରେ ଆଗରୁ ଥିଲା। ଖ୍ରୀଷ୍ଟିଆନ ସେ ଅଞ୍ଚଳର ଅତ୍ୟଧିକ ଭାବରେ, ଆମର ଯୋଉ ଇସଲାମ ଖ୍ରୀଷ୍ଟିଆନ ଏଇ ସବୁ ଅଞ୍ଚଳରେ ଅତ୍ୟଧିକ ଭାବରେ କଣ ହେଇଥିଲା, ସ୍ପ୍ରେଡ ହେଇଛି। ତ ସେ ଅଞ୍ଚଳରେ ଗ୍ରୀକ ର ଲୋକମାନେ ରହୁଥିଲେ, ଏବଂ ଗ୍ରୀକ ର ଲୋକମାନେ ତାଙ୍କର ଯୋଉ କଲଚର ରହିଲା, ତାଙ୍କର ବୁକ୍ ରହିଲା, ତାଙ୍କର ସାଇନ୍ସ ରହିଲା, ତାଙ୍କର ଟେକ୍ନୋଲୋଜି କଣ କରୁଥିଲେ, ସମଗ୍ର ଦେଶରେ ଡିଷ୍ଟ୍ରିବ୍ୟୁଟ କରୁଥିଲେ। ସେ ସମୟରେ ମଣିଷ କଣ କରୁଥିଲେ ନା ନୂତନ ନୂତନ କଳା ଚିତ୍ର ଏବଂ ପେଣ୍ଟିଙ୍ଗ ଉପରେ ଧ୍ୟାନ, ନୂତନ ଜିନିଷ। ଯଦି ମୁଁ ଏଇନେ କହିବି ଯେ ପାଲିଓଲିଥିକ ଟାଇମ, ପାଲିଓଲିଥିକ ହେଲା, ଯୋଉଟା କି ଜନ ଲୁବକ ଦି ନମ୍ବର ଦିଟା ଖାଲି ଯୁଗ କହିଥିଲେ, ମେସୋଲିଥିକ ଟା କେହି କହିଲେ। ମେସୋଲିଥିକ ଆସିଲା କୁଆଡୁ, ଟିଡିୟନ କହିଲା, ଆଉ ଇଣ୍ଡିଆରେ କହିଲା ଏଚ ସଙ୍କାଳିଆ। ସେ କହିବା ପରେ ଆମର ତିନିଟା ଯୁଗ ହେଇଛି, ପାଲିଓଲିଥିକ, ମେସୋଲିଥିକ, ନିଓଲିଥିକ। ତମେ ଆଉ ଗୋଟେ ନାଁ ଶୁଣିଛ କେବେ, ମାକ୍ରୋଲିଥିକ, ତମଠୁ ବଡ ବଡ ସାଇଜର ପଥର ଷ୍ଟୋନ ମିଳିବ। ମାଇକ୍ରୋଲିଥ ଶୁଣିଛ, ଯୋଉଟାକୁ ମେସୋଲିଥିକ ବୋଲି କୁହା। ସେଇ ଟାଇମରେ ବି ମଧ୍ୟ ପାଲିଓଲିଥିକରେ ଫାଷ୍ଟ ଯୋଉ ଟୁଲ ସେମାନେ ୟୁଜ କରୁଥିଲେ, ସେ ଟୁଲସ ଗୁଡିକ କଣ ନଥିଲା, କିଛି ସାଇଜ ନଥିଲା, କିଛି ସେପ ନଥିଲା। କିନ୍ତୁ ମିଡିଲ ପାଲିଓଲିଥିକ ଟାଇମରେ କଣ କରାଗଲା, ଟିକେ ତା ସାଇଜରେ ଟିକେ ଚେଞ୍ଜେସ ଆସିଲା, ଏବଂ ନିଉ ପାଲିଓଲିଥିକ ଏଜରେ ସମ୍ପୂର୍ଣ୍ଣ ଚେଞ୍ଜ ହେଲା। ମେସୋଲିଥିକରେ ସେଟା 4 ରୁ 5 ସେଣ୍ଟିମିଟର ହେଇଗଲା, 4 to 5 ହେଲା। ପାଲିଓ ମାନେ ପୁରାତନ, ଗ୍ରୀକ ୱାର୍ଡ ହେଲା, ଆଉ ଲିଥିକ ମାନେ ପଥର ହେଲା। ମେସୋଲିଥିକ ର ମେସୋର ଅର୍ଥ ହଉଛି ମିଡିଲ ବା ମଧ୍ୟ, ଆଉ ଲିଥିକ ର ଅର୍ଥ ହେଲା। ମୁଁ ଏଇଟା କହୁନି ତମର ତ ନାହିଁ, ଖାଲି ଲେଖି ଦଉଛି। ପାଲିଓ ଇଟ ମିନ୍ସ ଓଲ୍ଡ ବା ପୁରାତନ ହେଲା, ଆଉ ଲିଥିକ ସମୟରେ ବହୁତ କିଛି ବି ଜିନିଷ ଚେଞ୍ଜେସ ଆସିଲା। ମେସୋଲିଥିକ, ମେସୋର ଅର୍ଥ ହଉଛି ମିଡିଲ, ଲିଥିକ ର ଅର୍ଥ ହଉଛି
କାହିଁକି ୟାକୁ ମେସୋଲିଥିକ ବୋଲି କୁହାଯାଏ? ମେସୋଲିଥିକରେ କିଛି ଯୋଉ ଟୁଲ୍ସ ପାଲିଓଲିଥିକ ମାନେ ୟୁଜ କରୁଥିଲେ ମେସୋଲିଥିକରେ ଶିଖା ହେଇଗଲା 4 to 5 ସେଣ୍ଟିମିଟର। ଆଉ କେତେ ବଡ ଟୁଲ୍ସ ହେଇଥିବ 4 to 5 ସେଣ୍ଟିମିଟର ମାନେ କେତେ ବଡ ହେଇଥିବ? 4 to 5 ସେଣ୍ଟିମିଟର ମାନେ କେତେ ବଡ ଟୁଲ୍ସ ହେଇଥିବ? ହଁ କେତେ ବଡ? ଆରେ ଏଟା 4 to 5 ସେଣ୍ଟିମିଟର 50 ସେଣ୍ଟିମିଟର। ହଁ ଏତିକି ସାଇଜ 4 to 5 ସେଣ୍ଟିମିଟର ଏତିକି ସାଇଜ ର ଟୁଲ ସେମାନେ ୟୁଜ କରୁଥିଲେ। ଆଚ୍ଛା ଏତିକି ହବ ତ? ଆଉ ସେତିକି ସାଇଜ ର ଟୁଲ ସେମାନେ ୟୁଜ କରୁଥିଲେ। ସେଟା ମେସୋଲିଥିକ କୁ ପଳେଇଲା। ସେମିତି କୌଣସି ଜିନିଷ ଆଗରୁ ନଥିଲା ମେସୋଲିଥିକ ବୋଲି ନାଁ ହିଁ ଦିଆ ହେଇନଥିଲା। ପରବର୍ତ୍ତୀ ଟାଇମରେ ହିଡିୟନ ଦେଲା। ହଁ ସିଏ ଦେଲା ଭାରତରେ ଦେଲା ଏଚ ଡି ସେଣ୍ଟେରିଆ ଦେଖନ୍ତି ସେଟା କିଛି କାମରେ ନାହିଁ ତମ ସେକେଣ୍ଡ ଇୟର କାମରେ ଅଛି। ଏବେ ପଢିଲେ କଣ ତମେ ସେକେଣ୍ଡ ଇୟର ମନେ ରଖିବ? 4 to 5 ସେଣ୍ଟିମିଟର ଗଲା। ତାପରେ ଆସିଲା ନିଓଲିଥିକ। ମେସୋଲିଥିକ ଗଲା 10,000 ରୁ 6,000 BCE। ତାପରେ ଆସିଲା ନିଓଲିଥିକ। ନିଓଲିଥିକ ପୁଣି କଣ ଆସିଲା? ମେସୋଲିଥିକ ନିଆଁ ଆସିଥିଲା। ନିଆଁ ନିଆଁ ଫାୟାର। ଫାୟାର ଟା କଣ ଥିଲା ସେମିତି କାଠକୁ କାଠ ଘଷୁଥିଲେ। କିନ୍ତୁ ସେମାନେ ଯୋଉ ପଥରକୁ ପଥର ବାଡେଇବାଟା ସେମାନେ ନିଓଲିଥିକ। ନିଓଲିଥିକ ନୂତନ ପ୍ରସ୍ତର ଯୁଗରେ ଶିଖିଲେ ଚକ ଶିଖିଲେ ଏବଂ କି ସେମାନେ ଯୋଉ ବ୍ରିକ ବିଷୟରେ ଶିଖିଲେ ପୋଡିବା ଇଟା ତା ବିଷୟରେ ଶିଖିଲେ ବିଭିନ୍ନ ପ୍ରକାର କଲର ବିଷୟରେ ଜାଣିଲେ। ତ ଏଇ ସବୁ ନୂତନ ନୂତନ ଗୋଟେ ଜିନିଷ ଆବିଷ୍କାର ହେଇ ହେଇ ଆସ ତାହେଲେ ତାକୁ ଆମେ ରେନେସା ନ କରିକି ଆମେ କାହିଁକି କନଷ୍ଟାଣ୍ଟିନୋପଲ ନୁହେଁ ଯୋଉଟା ଇଟାଲୀରେ ଘଟିଲା ଆମେ କାହିଁକି ତାକୁ ରେନେସା ବୋଲି କହୁଛେ? ତା ରିଜନ ଇଟାଲୀରେ ଘଟିବା ପୂର୍ବରୁ ସେ ଜିନିଷଟା ଫାଷ୍ଟ ଘଟିଥିଲା କନଷ୍ଟାଣ୍ଟିନୋପଲ। କନଷ୍ଟାଣ୍ଟିନୋପଲ ଯୋଉ ଜାଗାଟା ଥିଲା ସେ ଗୋଟେ ନଲେଜ ହବ ଟେ ଥିଲା ଜ୍ଞାନର ପୀଠଟା ଥିଲା। ମାନେ କଲେଜକୁ ଆସିଯିବି ନବଜାଗରଣ ବା ରେନେସାର ଅର୍ଥ କଣ? ମାନେ ମରୁ ମରୁ ବଞ୍ଚିଲି ମରୁ ମରୁ ବଞ୍ଚିଲି ମାନେ ଏଇନା ଯାଇଥାନ୍ତି ସ୍ୱପ୍ନରେ ଶୋଇଛି ଶୋଇଛି ସଡନଲି କଣ ଦେଖାଗଲା ମୁଁ ଖଟକୁ ପଡି ଯାଇଛି ପୁରା ତଳେ। ମୁଁ ଜାଣିଛି କିନ୍ତୁ ମୁଁ ଖଟ ଉପରେ ହିଁ ଅଛି କିନ୍ତୁ ସ୍ୱପ୍ନରେ କଣ ମନେ ହୁଏ ଯେ ଆମେ ଉପରୁ ତଳକୁ ପୁରା ଖସି ଯାଇଛି ସେ ଟାଇମରେ ପୁଣି ଚେଇଁକି ଦେଖିଲା ଯାହା ହଉ ବଞ୍ଚିକି ରହିଛି। ବୁଝିପାରିଲ ଏମାନେ କଣ କଲେ ଚର୍ଚ୍ଚ ଯୋଉ ଶିକ୍ଷା ଯୋଉ ମଧ୍ୟ ଯୁଗରେ ଯୋଉ ଚର୍ଚ୍ଚ ମାନଙ୍କର ଯୋଉ ବ୍ୟାପ୍ଟିଷ୍ଟ ମାନଙ୍କର ସବୁ ଟର୍ଚର ଜବରଦସ୍ତି କାରଣ କ୍ଲର୍ଜି ମାନେ କଣ କରିଥିଲେ କ୍ଲର୍ଜି ୱାଜ ଡିଭାଇଡେଡ ଇନଟୁ ଟୁ ପାର୍ଟ ହେଲା ହାୟର କ୍ଲର୍ଜି ଲୋୟର ହେଲା ଯୋଉମାନେ କି ତମ ପାଖରୁ ଥିଲେ ଗୋଟେ ଧର୍ମ କରଣ ହଉଥିଲେ ତାକୁ କୁହାଯାଉଥିଲା ତିଥି ସେଟା ଅଛି କେବଳ ଆଉ ଗୋଟେ ଟାଇଲ ଅଛି ହେଲା ତିଥି ବି ଅଛି କେବଳ ର ଅର୍ଥ ହଉଛି ଲବଣ କର ତ ଲୁଣ ପାଖରୁ ବି କରଣ ହଉଥିଲା ଏମିତି ସେମାନେ ମ୍ୟାରେଜ ଟ୍ୟାକ୍ସ ହେଲା କିଏ ଯଦି ନ୍ୟୁ ବେବି born ହଉଥିଲା ସେଥିପାଇଁ ଟ୍ୟାକ୍ସ ନଉଥିଲା କେହି ଯଦି ତାର ଡେଥ ବି ହେଇଯାଉଥିଲା ସେଥିପାଇଁ ବି ଟ୍ୟାକ୍ସ ନଉଥିଲା ଆଉ ସେଇ ଜିନିଷରେ ତ ନିର୍ମଲା ଆଣ୍ଟି ଠିକ ଅଛି ସେ କହିଲେ ଡେଥ ହେଲେ ତମକୁ ଟ୍ୟାକ୍ସ ଦେବାକୁ ପଡିବ ହେଲା ସେଇ ଜିନିଷରେ ନିର୍ମଲା ଆଣ୍ଟି ଠିକ ଅଛି ହଉ ତାପରେ ଆମେ ଦେଖିବା ତାର କଜେସ ଗଲା ଯୋଉଟା କି ଯୋଉ ଆମର କଣ ଖ୍ରୀଷ୍ଟିଆନ ମିଶନାରୀ ମାନେ ଅତ୍ୟଧିକ ଟର୍ଚର କରିଥିଲେ ସେଥିପାଇଁ ସେମାନେ ରିଫର୍ମ କରିବାକୁ ଚେଷ୍ଟା କଲେ ସେମାନେ ଖ୍ରୀଷ୍ଟିଆନିଟାକୁ ଛାଡିବାକୁ ନୁହେଁ ତାଙ୍କୁ ଛାଡିବାକୁ ସେଇ ବ୍ୟକ୍ତି ମାନଙ୍କୁ ଛାଡିକି ବାହାରିବାକୁ ଚେଷ୍ଟା ବୁଝିପାରିଲ କଜେସ ବିଷୟରେ କାରଣ କାରଣ ରହିଲା ଫଲୋ କନଷ୍ଟାଣ୍ଟିନୋପଲ ବା ଡିକ୍ଲାଇନ ଅଫ କନଷ୍ଟାଣ୍ଟିନୋପଲ ଫଲୋ କନଷ୍ଟାଣ୍ଟିନୋପଲର ପତନ ପ୍ରଥମେ ଦେଖିବା ହେଲା ଫାଷ୍ଟ କନଷ୍ଟାଣ୍ଟିନୋପଲରେ ଗୋଟେ ଖ୍ରୀଷ୍ଟିଆନ ଦେଶ ହେଇଯାଏ ମୁଁ ସାଧାରଣ ଜାଣିଛି କନଷ୍ଟାଣ୍ଟିନୋପଲରେ ଗୋଟେ ଇସଲାମିଆ ଥିଲା କିନ୍ତୁ ଖ୍ରୀଷ୍ଟିଆନ ବି ଅଧିକ ତ ସେଥିରେ ଗ୍ରୀକ ସେଠାକାର ଲୋକମାନେ ସାଧାରଣତଃ କଣ ଥିଲେ ଖ୍ରୀଷ୍ଟିଆନ ଥିଲେ ଖ୍ରୀଷ୍ଟିଆନ ଥିଲେ କିନ୍ତୁ among them
ग्रीक्स वेयर ग्रीक्स वेयर बहुत दूर ମାନେ ବହୁତ ଦୂର ସେମାନେ କର୍ମ ନିଜର ପ୍ରଚେଷ୍ଟା ସବୁ କରିବାକୁ ଲାଗିଲେ ଗୋଟେ ଅଟୋମାନ ତୁର୍କ ଯୋଉଟା ଥିଲା ଅଟୋମାନ ଏମ୍ପାୟାର କିଙ୍ଗ ଅଟୋମାନ ଏମ୍ପାୟାର କିଙ୍ଗ ଥିଲେ ଆମର ମୋହମ୍ମଦ ସେକେଣ୍ଡ ମୋହମ୍ମଦ ସେକେଣ୍ଡ ବୁଝିପାରିଲ ସେ ହେଲେ ସେ ରାଜା ହେବା ପରେ ସେ କଣ କଲେ ନା ଟୋଟାଲ କନଷ୍ଟାଣ୍ଟିନୋପଲକୁ ନିଜ କବ୍ଜାରେ ରଖିବା ପାଇଁ ଚାହିଁଲେ he occupied ହଁ ମୁଁ ବୁଝୁଛି he occupied ଦେଖିଦେବୁ କଣ ହେଲା ନା ତାର ଯୋଉ ଆମର ନବଜାଗରଣ ପଛରେ ବହୁତ ସାରା କାରଣ ଥିଲା ସେ କାରଣ ପଛରେ ହଉଛି ଫାର୍ଷ୍ଟ ରହିଲା କନଷ୍ଟାଣ୍ଟିନୋପଲର ଡିକ୍ଲାଇନ ଟା ଫଲ ଟା ରହିଲା କଣ ହେଲା କେମିତି ଫଲ ହେଲା ସେ ଅଞ୍ଚଳ ଖ୍ରୀଷ୍ଟିଆନ ଦେଶଟା ସିଏ ହେଲା ଅଞ୍ଚଳଟା ଖ୍ରୀଷ୍ଟିଆନ କିନ୍ତୁ ଗ୍ରୀକ୍ସ ମାନେ ବହୁତ ଥିଲେ ବୁଝିପାରିଲ ଗ୍ରୀକ୍ସ ମାନେ ବହୁତ ଥିଲେ ତାଙ୍କ ଛଡା ଖ୍ରୀଷ୍ଟିଆନ ମାନଙ୍କ ଛଡା କୋଉମାନେ ଟିକେ ଅଧିକ ଥିଲେ ଗ୍ରୀକର ଲୋକମାନେ ଅଧିକ ସେ କଣ କଲା ନା 1453 ରେ ଅଟୋମାନ ଡାଇନାଷ୍ଟିର ବା ଅଟୋମାନ ଏମ୍ପାୟାର ର ରାଜା କିଏ ଆସିଲେ ମହମ୍ମଦ ସେକେଣ୍ଡ ସେ କଣ କଲେ ପୁରା କନଷ୍ଟାଣ୍ଟିନୋପଲକୁ କଣ କଲେ ଅକୁପାଏ କରିନେଲେ କବ୍ଜାକୁ କରିନେଲେ ଯେତେବେଳେ କବ୍ଜାକୁ କରିନେଲେ ଲୋକମାନଙ୍କ ଉପରେ ତ ଟ୍ୟାକ୍ସ ବସିବ ଯେତେବେଳେ କେହି ତମକୁ କଣ କରୁଛି ଶାସନ କରିବାକୁ ଚେଷ୍ଟା କରୁଛି ତମ ଉପରେ କଣ୍ଟ୍ରୋଲ ତାର ଦେବାକୁ ଇଏ କରୁଛି ତାହେଲେ ତମ ପାଖରେ ଯେତିକି ଅଛି ସେ କରିବ ଶୋଷଣ କରିବ ସେ ଶୋଷଣ କଲା ସେଥିପାଇଁ ସେଠାକାର ଅଞ୍ଚଳରେ ଥିବା ଗ୍ରୀକ ଲୋକମାନେ କଣ କଲେ ପରିବା ବିସ୍ତାର ଗଲେ ଚାଲିଲେ ଠିକ ଯେମିତି ତମର ଲକଡାଉନ ଟାଇମ ରେ ହେଇଥିଲା ସୁରଟରୁ ସମସ୍ତେ ଆସୁଥିଲେ ହଁ ନା ନାଇଁ କି ସାଇକେଲ ରେ ଆସୁଥିଲା କି ବସ ରେ ଆସୁଥିଲା ବୁଝିପାରିଲ ନା ନାଇଁ ପରିବା ବିସ୍ତାର ଧରିକି ସମସ୍ତେ ଚାଲିଲେ ଆଚ୍ଛା ସେମାନେ ତ ଚାଲିଗଲେ ଯେହେତୁ ସେମାନଙ୍କର ଯୋଉ ଆଇଡିଆ ଥିଲା ସେମାନଙ୍କର ଯୋଉ ଥଟ ଥିଲା ସେମାନଙ୍କ ମାଇଣ୍ଡରେ ଯାହା ସବୁ ଇନଭେନସନ ଥିଲା ସେ ଇନଭେନସନ ସେଠି ଛାଡି ଦେଇକି ଆସିବେ ସେମାନେ ସାଙ୍ଗରେ ନେଇଯିବେ ବୁଝିପାରିଲ ନା ତମେ ଜାଣିଛ ଓଡିଆ ହେଲା ତମକୁ ପଠେଇ ଦିଆଗଲା ତମ ଭିତରେ କେତେ ଜଣ ଥିବ ସେ କୋରିଆର ଫ୍ୟାନ ତମ ଭିତରୁ ଫ୍ୟାନ ପଙ୍ଖା କିଏ ଥିବ ହଁ, ତମ ଭିତରୁ ହେଲା, ହଉ ସେ ଝିଅ ଯେହେତୁ ତମକୁ ପଠେଇ ଦିଆଗଲା ଅନ୍ୟ ଗୋଟେ ଦେଶ ସେଠି କଣ ତମେ ଓଡିଆ ଭୁଲିଯିବ ହେଲେ ତମର କିଏ ଗୋଟେ ଓଡିଆ ସାଙ୍ଗଟେ କିଏ ଦେଖା ସାଙ୍ଗ କଥା ଛାଡ ଓଡିଆ ଲୋକଟେ ଦେଖା ହେଲା ତମେ ତା ସହ କହିଦବ ତମେ ଯାଇକି କୋଉଥିରେ ଇଂଲିଶ ବା କୋରିଆରେ କଥା ହବ ନାଇଁ ନା ତମେ ସେଠି କୋଉ ଭାଷାରେ କଥା ହବ ଓଡିଆ ତାହେଲେ ତମେ ଯୋଉ ଲାଙ୍ଗୁଏଜ ଟା ତମେ ଜାଣିଛ ଯୋଉଟା ତମର ପରିଚୟ ବାହାର ଜାଗାକୁ ଗଲେ ମଧ୍ୟ ସେଇ ପରିଚୟର ଲୋକ କେହି ଥିଲେ ବା ବ୍ୟକ୍ତି ଥିଲେ ତମେ କରିବ ବା ତମେ ଗୋଟେ ଜାଗାରେ ଜାଣିଛ ହେଲା ମ୍ୟାଥ କେହି ଜାଣିନାହାନ୍ତି ହେଲା ତମଠୁ ଭଲ ମ୍ୟାଥ କେହି ଜାଣିନାହାନ୍ତି 2+2 ହେଲା କେହି ଜାଣିନାହାନ୍ତି ଗୋଟେ ଜାଗାକୁ ତମେ ଚାଲିଗଲ ହେଲା ସେଠି ମ୍ୟାଥ ମାନେ କଣ ସେମାନେ ଜାଣିନାହାନ୍ତି କିନ୍ତୁ ତମେ ସେଇ ଜାଗାରେ ପିଲାମାନଙ୍କୁ ଶିଖଉଛ ସେଠୁ ହେଲା ଯାଇଛ ବୁଝିପାରିଲ ନା ନାହିଁ ତ ଏଇ ଯୋଉ ନଲେଜ ଟା ତମ ପାଖରେ ଅଛି ତାକୁ ତ କେହି ନେଇପାରିବେନି ତମ ଜିନିଷ ନେଇଯାଇପାରିବେ ତମ ନଲେଜ କିଏ ନବ ତାର ଖାଇ ପିଇ କାମ ତମ ବୁଦ୍ଧି କାହିଁକି ନେବାକୁ ଯିବ ତାହେଲେ ସେମାନେ କଣ କଲେ ସେଇ ବୁଦ୍ଧି ଗୁରା ଧରିକି ସେମାନେ ଭିନ୍ନ ଭିନ୍ନ ଦେଶକୁ ଚାଲିଗଲେ ଯଥା ଇଟାଲୀର ହେଲା କୋଉ କୋଉ ଦେଶକୁ ଚାଲିଗଲେ ଦେଖ ସେମାନେ ସେମାନେ ପ୍ଲେଟ ଆଉଟ୍ ହେଇଗଲେ କୁଆଡେ ଚାଲିଗଲେ କୁଆଡେ କୁଆଡେ ଚାଲିଗଲେ ପ୍ରଥମେ ରହିଲା ଭେନ୍ସିଆ ମିଲନ ଭେନ୍ସିଆ ମିଲନ ଇଟାଲୀର ତାପରେ ରହିଲା ସେ ସବୁ ଅଞ୍ଚଳକୁ କଣ ହେଲେ ନା ଗ୍ରୀକ ମାନେ କୋଉମାନେ ଗ୍ରୀକ ମାନେ ପ୍ଲେଡ ଆୱେ ହେଲା ପଳେଇଲେ ପ୍ଲେଡ ଆୱେ ଟୁ ହେଲା ଏଇ ସବୁ ଅଞ୍ଚଳକୁ ଚାଲିଲେ
ଅଞ୍ଚଳକୁ ଯେତେବେଳେ ଚାଲିଗଲେ ସେ ଅଞ୍ଚଳ ଏବେ ବସତି ସ୍ଥାପନ କରିବେ, ତ ବଞ୍ଚିବା ପାଇଁ ତ କିଛି ତ କାମ କରିବାକୁ ପଡିବ ନା ନାଇଁ। ମୁଁ ଜାଣିଛି ମତେ କଣ ଆସେ, ମତେ ପେଣ୍ଟିଂ କରିବା ଇତିହାସ ବି ମୁଁ ଆଗରେ ହାର ମାନିଯିବ, ମୁଁ ଯେମିତି ପେଣ୍ଟିଂ କରେ। କାହିଁକିନା ଛୋଟବେଳେ ମୁଁ ବି ଏଇ ପେଣ୍ଟିଂ କରେ। ଘର ଡଙ୍ଗା ଚଢେଇ ଏମିତି ପେଣ୍ଟିଂ ତ ମାନେ ତ ହେଲା। ଯଦି ଆମେ ବି କହିଦବା once upon a time ହେଲା, ସେଠି ବି ଲେଖା ହବ once upon a time I was a great painter ହେଲା, ମୁଁ ବି ଏଟା ଲେଖିଦେବି ନା ଥାଉ। ଏଟା ସବୁ କାହିଁ ଲାଜ କରିବ ସେ ପିଲାର କାହିଁ ଜିନିଷ ବୁଝିଲ? ତାହେଲେ ଯୋଉ ଜିନିଷ ମୁଁ ଜାଣିଛି ସେଇ ଜାଗାରେ ମୁଁ ସେଇ ବିଜନେସ ଟା ଷ୍ଟାର୍ଟ କରିବି। ଦେଖ ମତେ କିଛି ଆସେନି, ମୁଁ ଡେଲି ଗୋଟେ କଣ କରେ ମାନେ କିଛି ପଟରୀ ତିଆରି କରି ମୁଁ ମୋର କଣ କରୁଥିଲି, ମୋ ଲାଇଫ ଟାକୁ ମୁଁ ମାନେ ଜିଉଥିଲି। ତ ସେ ଟାଇମରେ ସେ କଣ କରିବେ, ମୁଁ ଯୋଉଠି ବି ଯିବି ସେଇ ଜିନିଷ ସେଇ ଚକ ବୁଲେଇବି, ମାଟି ଧରିବି, ସେଇ ହିସାବରେ ମୁଁ ବଞ୍ଚିଲି, ସେଟା ମୋ ଅକୁପେସନ ଟା। ଏମାନଙ୍କର ବି ଅକୁପେସନ ଏଇଆ ଥିଲା, ସେମାନେ ଯୋଉ ଡେଭଲପମେଣ୍ଟ କରିବାକୁ ଚାହୁଁଥିଲେ ନୂତନ ନୂତନ ଜିନିଷ, ଆର୍ଟ ଆର୍କିଟେକ୍ଚର ସମସ୍ତେ ତିଆରି କରୁଥିଲେ ହେଲା। ସେଥିରେ ଯୋଉ ଅଲଗା ଡିଜାଇନ ଆସିଲା, ଅଲଗା ମେଟେରିଆଲ ୟୁଜ କରାଗଲା, ସେଇଟା ହେଲା ସେଇଟା ହେଲା ବୁଝିପାରିଲ? ଯେମିତି କି ଭାରତରେ ଆମର ବି ଜଣେ ଅଛନ୍ତି ଯିଏକି ଇଣ୍ଡିଆନ ମାନେ ଫାଦର ଅଫ ଇଣ୍ଡିଆନ ରେନେସା, କିଏ फादर ऑफ इंडियन रेनेसां? आर मूवी नहीं रे, राजा राममोहन राय। केबे ହେଇଥିଲା? ଏ 30 ନା? ଆଚ୍ଛା ଅଗଷ୍ଟ ରେ, ଏଇଆ ତ ତାପର କିଏ, ତାକୁ ହିଁ କୁହାଯାଏ, ସେ ପାୟନିୟର କୁହାଯାଏ, ତାକୁ ସନ୍ ବୋଲି ବି କୁହାଯାଏ, ଯେ ଇଣ୍ଡିଆ ରେନେସାର ସେ ସନ୍ ହେଲା। କାହିଁକିନା ସିଏ ସେଇ ଲୋକ ଏକା ଜାଣିଥିଲେ 12ଟା 11ଟା ଲାଙ୍ଗୁଏଜ, ପର୍ସିଆନ ପର୍ସନ ସବୁ ଜାଣିଥିଲେ ସେ ହେଲା। ସେ ଲୋକ ମାନେ ବହୁତ ନଲେଜେବଲ ଲୋକ ସେ। ଆଉ ତାଙ୍କୁ ଯୋଉ ରାଜାଟା ନାଁ ଦିଆଯାଇଥିଲା ତାକୁ କିଏ ଦେଇଥିଲେ, ଆକବର ସେକେଣ୍ଡ। ତାଙ୍କ ନାମ ଥିଲା ରାମମୋହନ ରୟ, ତାକୁ ରାଜା ବୋଲି ଉପାଧି କିଏ ଦେଲା, ଆକବର ସେକେଣ୍ଡ। ପଢୁଛି टाइनी ब्रेन, ଛୋଟିଆ ମୁଣ୍ଡ ଅଛି। ହଉ ସେଟା ବହୁତ ପୂର୍ବରୁ ହେଇଥିଲା, 1928 ରେ ହେଇଥିଲା ଯେ ତା ନାଁ ବହୁତ ଥର ଚେଞ୍ଜ ହେଇଛି। ସଭା ଥିଲା ତାପରେ ସମାଜ। ଓଡିଶାରେ ଦେବେନ୍ଦ୍ରନାଥ ଠାକୁର ଆଣିଥିଲେ ଓଡିଶା। ଠାକୁର ପୁଣି କିଏ, ରବୀନ୍ଦ୍ରନାଥ ଠାକୁରଙ୍କ ଜେଜେବାପା। ହଉ ଆମେ ସିଆଡେ ଯିବାନି, ଆମ ପ୍ରଥମ କାରଣ ବୁଝିପାରିଲ ଯେ ସେମାନଙ୍କୁ ଯୋଉ କନଷ୍ଟାଣ୍ଟିନୋପୋଲ ପତନ କଲା କିଏ, ମହମ୍ମଦ ଦ୍ୱିତୀୟ। ମହମ୍ମଦ ଦ୍ୱିତୀୟ କଣ କଲା, କନଷ୍ଟାଣ୍ଟିନୋପୋଲ ଟାକୁ ପୁରା ଅଧିକାର କରିନେଲେ। କନଷ୍ଟାଣ୍ଟିନୋପୋଲରେ ଥିବା ଲୋକମାନଙ୍କ ଉପରେ ସେ କଣ କଲା, ଆରମ୍ଭ କରିଦେଲା। ଗ୍ରୀକ ଲୋକମାନେ, ଗ୍ରୀକ ଲୋକମାନେ କଣ କଲେ, ସେଠୁ ବଢିଆ ବିସ୍ତାର କଲେ, କଣ ପଳେଇ ଆସିଲେ କୋଉଠି, ରୋମର ବିଭିନ୍ନ ଅଞ୍ଚଳକୁ, ଇଟାଲୀର ବିଭିନ୍ନ ଅଞ୍ଚଳକୁ, ଯଥା ଭେନେସିଆ, ମିଲାନ, ନେପାଳ, ସିସିଲି, ରୋମ, ଏସବୁ ଅଞ୍ଚଳରେ ଆସିକି ସେମାନେ ରହିବାକୁ ଆରମ୍ଭ କଲେ। କୋଉମାନେ, ହେଲା ପ୍ରଥମ କାରଣର। ତାପରେ ଆମେ ଦେଖିବା ପ୍ରିଣ୍ଟିଂ ପ୍ରେସ୍। ଦ୍ୱିତୀୟ କଣ ରହିଲା, ପ୍ରିଣ୍ଟିଂ ମାନେ ଡେଭଲପମେଣ୍ଟ ଅଫ ପ୍ରିଣ୍ଟିଂ ପ୍ରେସ୍ ଯଦି ଆମେ କହିବା ନା କଣ। ସପୋଜ ଯୋଉ ବହି ତମ ମାନେ ଧରୁଛ, ସେ ବହିର ଗୋଟେ ଗୋଟେ ପ୍ରାଇସ୍ 20 ରୁ 25,000 ହେଇଥାଏ। କିଏ କିଣିଥାନ୍ତା, ଅମ୍ବାନୀ ସବୁ ଜେରକ୍ସ ହେଇଯାଇଥାନ୍ତା, ନହେଲେ ଆମେ ପିଡିଏଫ କରିକି ପଢିଥାନ୍ତୁ ହେଲା। ଅଛି ଆମ ପାଖରେ 40-45 ହଜାର ବହି ଅଛି ପିଡିଏଫ।
ହେଲେ ଆମେ କାହିଁକି ପିଡିଏଫ କୁ ଉପରେ ଇଏ କରୁଛୁ କାହିଁକି ସେ ବହି ଆମେ ସମସ୍ତଙ୍କୁ କିଣିପାରିବା ହେଲା ଯୋଉ ଜିନିଷଟା ରହି ତ ସେ ଟାଇମରେ କଣ ହେଲା ଯେ ବୁକ୍ ଗୁଡିକ ଯୋଉଟା ଆସୁଥିଲା ସେ ସବୁ ହ୍ୟାଣ୍ଡ ରିଟେନ୍ ପେପର ବି ଯୋଉଟା ଆସୁଥିଲା ତ ନର୍ମାଲି ସେ ଟାଇମରେ ସୋଚୁଛ ନ୍ୟୁଜ ପେପର ଗୁଡିକ ବି ଯାଉଥିଲା ନ୍ୟୁଜ ପେପର ଥିଲା ସେ ନ୍ୟୁଜ ପେପର ଗୁଡିକ ହାତରେ ଲେଖୁଥିଲେ ଏବଂ ତାକୁ ଯୋଉ ମଲ୍ଟିପଲ ଯୋଉଟା ରହୁଛି ଭିନ୍ନ ଭିନ୍ନ ଏରିଆକୁ ଯିବ ତାକୁ ମଲ୍ଟିପଲ ଟାଇମ ସେମାନେ ଲେଖୁଥିଲେ ତମକୁ ଗୋଟେ ଏଇଡି ଲେଖିକି ତମ ନୋଟ୍ସ ତିଆରି କରିବାକୁ ପ୍ରୋବ୍ଲେମ ହଉଛି କାନ୍ଦି ପକଉଛ ଆଉ ସେମାନେ ମଲ୍ଟିପଲ ଟାଇମ୍ସ ଲେଖୁଥିଲେ ବୁଝିପାରିଲ ତ ସେଇ ଟାଇମରେ କଣ ହେଲା ନା ଜୋହାନସ୍ ଗୁଟନବର୍ଗ ନାମକ ଜଣେ ବ୍ୟକ୍ତି ହେଲା ଯେ କି 1440 ପୂର୍ବରୁ ପୁରା ଫାଇନାଲ ଟା କହୁନି ଲେଖିବନି ହେଲା ହେଲେ ଶୁଣ 1440 ନର୍ମାଲ ଗୋଟେ ପ୍ରିଣ୍ଟିଂ ପ୍ରେସ ଟା ବାହାର କଲା ମାନେ ପ୍ରିଣ୍ଟିଂ ମେସିନ ଟା ବାହାର ସେଥିରେ କିଛି ଏତେ ହବ ମାନେ ଡେଭଲପ ହେଇନି ହାଲକା ଯେ କିଛି ଛାପ ହଉଛି ଛାପ ମାନେ କଣ ତା ପାଖରେ କଏନ ଅଛି ପେନସିଲ ବି ଅଛି ନର୍ମାଲି କଏନ ଟାକୁ ପଛରେ ରଖି ପେନସିଲ ରେ କରୁଥିଲ ଜେରକ୍ସ ଡିଜିଟାଲ ଜେରକ୍ସ ନା ନାଇଁ ତାହେଲେ ସେମିତି କଣ କରୁଥିଲେ ନା ପ୍ରିଣ୍ଟିଂ ସେମାନେ କରୁଥିଲେ ତାପରେ ହେଲା 1454 ରେ ଜୋହାନେସ ଗୁଟନବର୍ଗ କଣ କଲେ ନୂତନ ପ୍ରିଣ୍ଟିଂ ମେସିନ ପ୍ରିଣ୍ଟିଂ ମେସିନ 1440 ରେ ସେ କଣ କଲେ ଗୋଟେ ନର୍ମାଲ ପ୍ରିଣ୍ଟିଂ ମେସିନ ଟା ତିଆରି ଯୋଉଟା କି ବେସିକ ବେସିକ ମେସିନ ପ୍ରିଣ୍ଟିଂ ମେସିନ ହେଲା ଏ ହରେ ଭାଇ ମୋର ତ ଏଟା ଖାଲି ବେସିକ ଏଟା ବହିରେ ଦିଆଯାଏ ଏହା ବହିରେ ନାହିଁ ଏଟା ତିଆରି ଯାହା ଦ୍ୱାରା ଜିନିଷ ଏଠି ଧର ପଢିଥିଲା ଛାଡି ଜୋହାନେସ ଗୁଟନବର୍ଗ ହେଲା ମାର୍କ ଜୁକରବର୍ଗ ନା ଶୁଣିଛ ଗୋଟେ ଘରକୁ ନାହିଁ ସେଟା ପଢିକି ଘୁଷେଇଛି ହୁଁ, ଏ ରହିଲା ସବୁ ଗଲା 1454 ରେ 53 ରେ ସେ ତାଙ୍କୁ ବିଦା କରିଦେଲା କିଏ ମୋହମ୍ମଦ ସେକେଣ୍ଡ କନଷ୍ଟାଣ୍ଟିନୋପଲ ରେ ହେଲା 1554 ମେସିନ ଟା ତିଆରି କରିଥିଲା ସେଟାକୁ ସେ ଡେଭଲପ କରିଥିଲା ସେ କଣ କରିଥିଲା ଡେଭଲପ କରିଥିଲା ହେଲା ଏବଂ ସେ କଣ କରିଥିଲା ପ୍ରେସ ଫର୍ଷ୍ଟ ବୁକ୍ କଣ ଥିଲା ଗୁଟନବର୍ଗ ବାଇବଲ ଗୁଟନବର୍ଗ ବାଇବଲ ଥିଲା ଫର୍ଷ୍ଟ ବୁଝିପାରିଲ 1440 1440 ରେ ସେ ପ୍ରିଣ୍ଟିଂ ପ୍ରେସ ଇନଭେଣ୍ଟ କଲା କିନ୍ତୁ ସେଟା ଏତେ ଉନ୍ନତ ଧରଣର ନ ସେ ନର୍ମାଲ ଥିଲା ଯାହା ଦ୍ୱାରା କି କିଛି ବହି ବହି ଲେଖି ହବ ନା ତ ତାକୁ କିଛି ମଡିଫାଇ କରିକି ନୂତନ ଡେଭଲପମେଣ୍ଟ କରିକି 1454 ରେ ସେ ଆଉ ଗୋଟେ ପ୍ରିଣ୍ଟିଂ ମେସିନ ସେ ମେସିନ ଦ୍ୱାରା ସେ ପ୍ରଥମେ ବହି ଛାପିଲା ସେ ବହିର ନାମ କଣ ଥିଲା ଗୁଟନବର୍ଗ ବାଇବଲ ଆଚ୍ଛା ପ୍ରିଣ୍ଟିଂ ପ୍ରେସ ଦ୍ୱାରା କଣ କେମିତି ରେନେସାଁ ପ୍ରିଣ୍ଟିଂ ପ୍ରେସ୍ ଦ୍ୱାରା ଅଧିକ ଆମାଉଣ୍ଟର ବହି ଛପା ହବ ବହି ଛପା ହେଲେ ଅଧିକ ଜାଗା କ୍ୱେଶ୍ଚନ କରିବ ପୁଣି ବୁଝିପାରିଲ ଯେତିକି ତମର ଦେଖ ଯୋଉ କୁହାଯାଏ ଯେ ଡିମାଣ୍ଡ ରହିଲା ଯୋଉଟା ଚାହିଦା ରହିଲା ସେ ସପ୍ଲାଏ ଆଉ ଡିମାଣ୍ଡ ଲୋକମାନଙ୍କର ଡିମାଣ୍ଡ ଅଛି ଲୋକମାନେ ଚାହୁଁଛନ୍ତି ବହି କିଣିବା ପାଇଁ ପଢିବା ପାଇଁ କିନ୍ତୁ ସେ ଟାଇମରେ ଆପଣ ବି କରିପାରୁନାହାନ୍ତି କାରଣ ବହୁତ ଅଛି ପ୍ରାଇସ୍ ସିଙ୍ଗଲ ଆସୁଛି ବହୁତ ପ୍ରାଇସ୍ ଅଛି ଯଦି ମାର୍କେଟରେ କୌଣସି ଜାଗାରେ ଆଳୁ ମିଳୁନି ଗୋଟେ ଦୋକାନରେ ଆଳୁ ମିଳୁଛି ସେ କଣ 40 ଟଙ୍କା କିଲୋଟେ ଦବ ଟିକେ ନୁହେଁ ତାର ତିନି ଗୁଣା ସୁନା କିଣିବାକୁ ଯାଉଛୁ ସୁନା କିଣିବାକୁ ଯାଉଛୁ ନା ଗୋଟେ ଜିନିଷରେ ରହିଗଲେ ସେ ଆଳୁକୁ 2000 କରିଦଉଛି ବୁଝିପାରିଲେ ତାହେଲେ ସେ ସମୟରେ କଣ ହବ ଯେତେବେଳେ ଅତ୍ୟଧିକ ଭାବରେ ଏଇ ଯୋଉ ମେସିନ ଦ୍ୱାରା
बुक गुड़िक इजिली प्रिंट कर प्राइस कमी समस्त पाखे पहुंची समस्त अफोर्ड कर समस्त जानी पारे से बही कौन लिखाई बही कहीं दिया तुम बही दिया देवे देवे देखिଛ या पर कौन है कैक्सटन नामक जड़े व्यक्ति से जन मर्चांट थे बुझिपाल विलियम कैक्सटन से आसले बुलिया कोडी रोम आसले बुलिया कैक्सटन पेनी अच्छा देखो ना काहे मले कैक्सटन 1470 रे से कौन बोला से जन मर्चांट थे मैं खाली नॉर्मल लेखुनी एते से जन मर्चांट थे से भिन्न भिन्न एरिया बुली से देखिले जे इटाली रे एमिति गोटे भलो जिंस इन्वेंट करा जायछि पुणी गुटेनबर्गर ना रे ताकू नहीं गला ताकू नहीं कि पळेला से कोडी कोडी पळेला इंग्लैंड को पळेला केबे 1470 से कोन करथिले से जिंसडा ताको प्रिंट कर नेकी जाइଥିଲା ହେଲା ଦ୍विତୀୟ କାରଣ ବୁଝିପାରିଲ ନା ବୁଝିପାରିଲନି খুব অল্প সমୟରେ ଅତ୍ୟଧିକ ଭାବରେ କଣ ହେଲା ବୁକ୍ ଗୁଡିକ ପ୍ରିଣ୍ଟ କରାଗଲା ଯୋଉ ସବୁ ଜିନିଷ ଦରକାର ଅତ୍ୟଧିକ ଭାବରେ କଣ କରାଗଲା ପ୍ରିଣ୍ଟ କରାଗଲା ହ୍ୟୁଜ ଆମାଉଣ୍ଟରେ ଲୋକମାନଙ୍କୁ ଦିଆଗଲା ଏକ୍ସଟ୍ରା ଆହୁରି ରହିଲା ଲୋକଙ୍କୁ ଡାକିକି ଦିଆଗଲା ତ ସାଧାରଣ ଦେଖିବେ ଏକ୍ସାମ ହଲରୁ ବାହାରୁଥିଲେ କିଛି ଲୋକ ପାମ୍ପଲେଟ ଧରଉଥିବେ ଦିଅ 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 ହେଲା। ତ ସେମିତି ସେଟା ଅତ୍ୟଧିକ ଭାବରେ ପ୍ରିଣ୍ଟ ହଉଛି ବୋଲି ସେମାନେ ଦଉଛନ୍ତି ଆଉ ଗୋଟେ ଯଦି ପ୍ରିଣ୍ଟ ହେଇଥାନ୍ତା ହେଲା କାହିଁକିନା ସେ ପାମ୍ପଲେଟ ବିଷୟରେ ଆମେ ପଢିବା ଯେତେବେଳେ ଆମର इंडिया इंडिपेंडेंस ପାଇଁ ଷ୍ଟ୍ରଗଲ କରୁଛି ବହୁତ ପାମ୍ପଲେଟ ବିଷୟରେ ପଢିବା ହେଲା ଗୋଟେ ଗୋଟେ सॉल्व करियो ମୁଁ ତ ହଁ କହିଲି ସଲ୍ଭ ବି କରିଥିଲି ଥରେ ହେଁ ହଁ ମୁଁ କୁଆଡେ ଏବେ ଏତେ ସବୁ ପାଠ ପଢି କଣ ଚୁଟି ଝଡିଯିବ ଏମିତି ଚୁଟି ଝଡିବ ଗୋଟେ ପାଠ ଆସୁନଥିବ ମୁଣ୍ଡକୁ ଏମିତି ଏମିତି ମାରିବା ସାହାଯ୍ୟ କରୁଥିବ ଚୁଟି ଏତେ ହେଲା ସେଥିପାଇଁ ପାଠ ବେଶୀ ପାଠ ପଢିବ ହେଲା ବେଶୀ ପାଠ ପଢିବନି କାହିଁକିନା ତମେ ଥରେ ଅଧେ ଫେଲ ହେଲେ ଭଲ ଲାଗିବ କହିବ ନା ଭବିଷ୍ୟତରେ ତମେ କହିବ ଯେ ମୁଁ ବି ଥରେ ଫେଲ ଏ ମଜାଟା ସବୁ ଜିନିଷର ମଜା ନେବାର ଅଛି ସବୁ ଜିନିଷର ମଜା ନେବାର ଅଛି ଫେଲ ହେଲେ ହିଁ ନା ତମେ ମଜା ନବ ତମେ ଜାଣିପାରିବ ଲାଷ୍ଟ ଆସିକି ତ ବୁଝିପାରିଲ ତାହେଲେ ସବୁ ଜିନିଷ କଣ ନେବାର ଅଛି ନା ଗୋଟେ ଗୋଟେ ଜିନିଷଟା ବୁଝିବାର ଅଛି ଫେଲ ହେଲେ କେମିତି ଦିଖ ପାସ୍ ହେଲେ କେମିତି ଦିଖ ଯଦି ଥରେ ଯଦି ଟପ୍ କୁ ପଳେଇଲ ପୁଣି ଯଦି ସେକେଣ୍ଡ ଥାର୍ଡ କୁ ଆସିଲ ପାଣି ସେଥିପାଇଁ ମୁଁ କେବେ ଫାର୍ଷ୍ଟ ହିଁ ସେକେଣ୍ଡ ହିଁ ରହିବି ୱିଲିୟମ କ୍ୟାକ୍ସଟନ ଯିଏ ରହିଲା ସେ ଇଂଲଣ୍ଡ କୁ କଣ ନେଇକି ଗଲା ସେ ପ୍ରିଣ୍ଟିଂ ପ୍ରେସ ଟାକୁ ନେଇକି ଜାଣିଗଲା ଥାର୍ଡ କଣ କହିଲା ତମର ଯୋଉ ଚେଞ୍ଜ ଆସିଲା ତାଙ୍କ ଥଟ୍ ରେ ଯୋଉ ଡାଇଭର୍ଟ ହେଲେ ସବୁ ଲିଟରେଚର ଆଡକୁ ବୁଝିପାରିଲ ଟୁୱାର୍ଡସ ନ୍ୟୁ ଲିଟରେଚର ନ୍ୟୁ ଡେଭଲପମେଣ୍ଟ ଆଡକୁ ଯୋଉ ଗତି କଲେ ସାହିତ୍ୟ ଗତି କରିବ towards new literature ହେଲା ଥର୍ଡ ନମ୍ବର ଆସିଲା ନୂତନ ଲିଟରେଚର ନୂତନ ସାହିତ୍ୟିକ ଆଡକେ ଆମେ ଦୌଡିକି ପଳଉ ଦୌଡୁଥିଲେ ତ ସେତେବେଳେ ଦେଖ ଦେଖ ଯୋଉ ଜିନିଷ ଆସିଲା ସେ ଜିନିଷକୁ ଆମକୁ ନୂତନ କରି ଗଢିକି ତୋଳିବାରେ ଆମକୁ କିଏ ସାହାଯ୍ୟ କରିବ ଗୋଟେ powerful ଲୋକ ଯିଏ ଆମକୁ support କରିବ ଆମ ବ୍ୟାକରୁ ହେଲା ନାଇଁ ତମ ପଛରେ ଯଦି କେହି ନାହାନ୍ତି ସମସ୍ତେ ତମ ଆଗକୁ ଚାଲିବ ତମେ କାହାର ସାହାଯ୍ୟ କାହା ଦରକାର ନା ନାଇଁ ତାହେଲେ ସେଇ ଟାଇମରେ ଯୋଉ ଭିନ୍ନ ପ୍ରକାର ଯୋଉ ମାନେ ଭିନ୍ନ ପ୍ରକାର କହୁଛି ଭିନ୍ନ ଭିନ୍ନ ରାଜା ମାନେ ଥିଲେ ସେଇମାନେ ଏମାନଙ୍କୁ ହେଲ୍ପ ସେମାନେ କହିଲେ ଭଲ ଜାଗାକୁ ତାହେଲେ ଯିବା
ଆମର ଯୋଉ ହେଲା ନା ବାହୁବଳୀ ସେ ତାର ଯୋଉ ଛୋଟ ପେଣ୍ଟିଂ ଟା ପଠେଇ କାହାର ଦେବସେନା ଦେବସେନା ହେଲା ଦେବସେନାର ଛୋଟ ପେଣ୍ଟିଂ ଟା ପଠେଇ ସେଇଟାକୁ ସେ ବିରାଟ ପେଣ୍ଟିଂ ରେ ତିଆରି କରିଦେଲା ଯୋଉଟା କି ଥିଲା ଅଏଲ କଣ ଥିଲା ଅଏଲ ସେ ପୁରା ଏଇଠୁ ଏତିକି ପୁରା କହିବାକୁ ଗଲେ ଜେରକ୍ସ କପି କିନ୍ତୁ ବଡ ଆକାର ବୁଝିପାରିଲ ସେଇ ଯୋଉ ଟେକ୍ନୋଲୋଜି ଟା ଯାହା ପାଖକୁ ଗଲା ଜଣଙ୍କ ରାଜାଙ୍କର ଚିତ୍ର କରିଦେଲେ ଆମର ହ୍ୟାଣ୍ଡସମ ଦେଖାଯାଉଛନ୍ତି ସୁନ୍ଦର ଦେଖାଯାଉଛନ୍ତି ହଁ ରାଜା ତାଙ୍କୁ ପ୍ରମୋଟ କରିବାକୁ ଲାଗିଲେ ବୁଝିପାରିଲ ହଁ ମୋର କରୁଛୁ ମୋ ପୁଅର କର ମୋ ସାଙ୍ଗର କର ହେଲା ତାହେଲେ ସବୁ ସମସ୍ତଙ୍କର କଣ କରିବାର ଅଛି ଫଟୋ କରିବାର ଅଛି ବୁଝିପାରିଲ ଏଇ ଏହା ଦ୍ଵାରା ଧୀରେ ଧୀରେ ଇନଭାଇଟ ବି କରିବ ତାଙ୍କୁ ଯେ ଆସ ତାଙ୍କର ଗୋଟେ ସମାଜରେ ଗୋଟେ ରେସପେକ୍ଟ ଆସିଗଲା ବୁଝିପାରିଲ ନା ନା ତ ସେଇ ଯୋଉ ଅୟନ ଆସିଲା ସେମାନେ ରାଜାଙ୍କ ନଜରରେ ଟିକେ ଅଧିକ କଣ କରିଥିଲେ ମାନେ ପ୍ରେଜ ହେଇଯାଇଥିଲେ ଟିକେ ଅଧିକ ଅଧିକ ଟିକେ ଉନ୍ନତିକୁ ପଳେଇ ଆସିଲେ ସେଥିପାଇଁ ରାଜା ତାଙ୍କୁ କଣ କଲେ ସପୋର୍ଟ କଲେ ତାହେଲେ କୋଉ ଦେଶ ରାଜା ପ୍ରଥମେ ଲେଖିବା କଣ୍ଟ୍ରି ଏରିଆ ଆଉ ରୁଲର एरिया डबल एक एल ना डबल एल बार बार डबल एल है ना थोड़ा लिखिए ସେ ରୁଲର ଅର୍ଥ କଣ ସ୍କେଲ ସ୍କେଲ ନା ଏରିଆ ପଡିବ ଲେଖିଦେବ ଫ୍ରାନ୍ସ ଫ୍ରାନ୍ସ ରୁଲର ଥିଲେ ସପୋର୍ଟ କରୁଥିଲେ ହେଲା ସେମାନେ ତାଙ୍କୁ ଡାକୁଥିଲେ ଇନଭାଇଟ କରୁଥିଲେ ହେଲା ସେମାନେ ନୂତନ ପଦ୍ଧତିକୁ ସେମାନେ ରାଜ୍ୟମାନେ ବିଭିନ୍ନ ଏରିଆ ପ୍ରଥମ ରହିଲା ଫ୍ରାନ୍ସର ସେକେଣ୍ଡ ରହିଲା ଇଂଲଣ୍ଡର ହେନରୀ ତାପରେ ରହିଲା ଆସିଲା ଚାର୍ଲସ ଫାଇଭ ଇଆଡେ ଭଲ ଯେ ନିଜ ଆଡେ ଭଲ କିନ୍ତୁ ଲୋକମାନଙ୍କ ଆଡେ ବହୁତ ଖରାପ ପୋଲାଣ୍ଡ ପୋଲାଣ୍ଡ ରହିଲେ ସିଗିସମଣ୍ଡ ତା ଭିତରେ ଇଂଲଣ୍ଡ ହୁଅନ୍ତୁ କି ସ୍ପେନ ହୁଅନ୍ତୁ ଦିଟାଙ୍କ କଣ ଡକାୟତ ଦିଟା ହେଲା ଯଦି ଆମେ ତାଙ୍କୁ ଯଦି ବୁଝିବା ଏ ରବର ଦିଟାଙ୍କ କିଛି ନାହିଁ ତାପରେ ରହିଲା ଫ୍ଲୋରେନ୍ସ ଫ୍ଲୋରେନ୍ସ ରହିଲେ ଲାରେଞ୍ଜୋ ଡି ମେଡିସି ଲାରେଞ୍ଜୋ